ଓମ୍ ଶାନ୍ତି। 12 ଜୁଲାଇ 2025 ପ୍ରାତଃ ମୁରଲି। ଶିବ ଭଗବାନଙ୍କର ମଧୁର ମହାବାକ୍ୟ। ଶିବ ବାବା କହୁଛନ୍ତି, ମିଠେ ବଚେ ତୁମକୁ ପ୍ରକୃତ ବୈଷ୍ଣବ ହେବାକୁ ପଡ଼ିବ। ପକ୍କା ବୈଷ୍ଣବମାନେ ଭୋଜନରେ ସଂଯମ ଆଚରଣ କରିବା ସହିତ ପବିତ୍ର ମଧ୍ୟ ରହିଥାନ୍ତି। ତୁମକୁ ପ୍ରକୃତ ବୈଷ୍ଣବ ହେବାକୁ ପଡ଼ିବ। ପକ୍କା ବୈଷ୍ଣବମାନେ ଭୋଜନରେ ସଂଯମ ଆଚରଣ କରିବା ସହିତ ପବିତ୍ର ମଧ୍ୟ ରହିଥାନ୍ତି। ପ୍ରଶ୍ନ: କେଉଁ ଅବଗୁଣଟି ଗୁଣରେ ପରିଣତ ହୋଇଗଲେ ବେଡ଼ା ଅର୍ଥାତ୍ ଜୀବନ ରୂପୀ ନୌକା ପାରି ହୋଇପାରିବ? କେଉଁ ଅବଗୁଣଟି ଗୁଣରେ ପରିଣତ ହୋଇଗଲେ ବେଡ଼ା ଅର୍ଥାତ୍ ଜୀବନ ରୂପୀ ନୌକା ପାରି ହୋଇପାରିବ? ଉତ୍ତର: ସବୁଠାରୁ ବଡ଼ ଅବଗୁଣ ହେଲା ମୋହ। ମୋହ କାରଣରୁ ସମ୍ବନ୍ଧୀମାନଙ୍କର ସ୍ମୃତି ଆସିଥାଏ। ଯଦି କାହାର କେହି ସମ୍ବନ୍ଧୀ ମରିଯାଉଛନ୍ତି, ତେବେ 12 ମାସ ପର୍ଯ୍ୟନ୍ତ ତାଙ୍କୁ ମନେ ପକାଇଥାନ୍ତି। ମୁହଁ ଘୋଡ଼ାଇ କାନ୍ଦିଥାନ୍ତି। ସେମାନଙ୍କ କଥା ମନେ ପଡ଼ିଥାଏ। ଏହିପରି ଯଦି ବାବାଙ୍କର ସ୍ମୃତି ତୁମ ମନକୁ ଆନ୍ଦୋଳିତ କରିବ, ଦିନ ରାତି ତୁମେ ବାବାଙ୍କୁ ହିଁ ମନେ ପକାଇବ, ତେବେ ତୁମର ବେଡ଼ା ପାର ହୋଇଯିବ। ଯେପରି ଲୌକିକ ସମ୍ବନ୍ଧୀମାନଙ୍କୁ ମନେ ପକାଉଛ, ସେହିପରି ଯଦି ବାବାଙ୍କୁ ମନେ ପକାଇବ, ତେବେ ତ ଅହୋ ସୌଭାଗ୍ୟ। ଓମ୍ ଶାନ୍ତି। ବାବା ପ୍ରତିଦିନ ପିଲାମାନଙ୍କୁ ବୁଝାଉଛନ୍ତି ଯେ ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଅ। ଆଜି କହୁଛନ୍ତି ଯେ କେବଳ ବାବା ନୁହେଁ, କିନ୍ତୁ ଭିନ୍ନ ଭିନ୍ନ ସମ୍ବନ୍ଧରେ ମଧ୍ୟ ଭାବିବା ଦରକାର। ମୁଖ୍ୟ କଥା ହେଲା ପରମ ପିତା ପରମାତ୍ମା ଶିବ, ଯାହାକୁ ଈଶ୍ୱର ପିତା ମଧ୍ୟ କହିଥାନ୍ତି, ସେ ଜ୍ଞାନର ସାଗର ମଧ୍ୟ ଅଟନ୍ତି। ଜ୍ଞାନର ସାଗର ହେବା କାରଣରୁ ଟିଚର ମଧ୍ୟ ଅଟନ୍ତି। ରାଜଯୋଗ ଶିଖାଉଛନ୍ତି। ଏକଥା ବୁଝାଇଲେ ବୁଝିଯିବେ ଯେ ସତ୍ୟ ବାବା ଏମାନଙ୍କୁ ପଢ଼ାଉଛନ୍ତି। ବାସ୍ତବ କଥା ଏମାନେ ହିଁ ଶୁଣାଉଛନ୍ତି। ସେ ସମସ୍ତଙ୍କର ବାବା, ଟିଚର ଏବଂ ସଦ୍ଗତି ଦାତା ମଧ୍ୟ ଅଟନ୍ତି। ଆଉ ପୁଣି ତାଙ୍କୁ ଜ୍ଞାନର ସାଗର ମଧ୍ୟ କୁହାଯାଏ। ପିତା, ଟିଚର, ପତିତପାବନ ଜ୍ଞାନର ସାଗର ଅଟନ୍ତି। ସର୍ବପ୍ରଥମେ ତ ବାବାଙ୍କ ମହିମା କରିବା ଦରକାର। ବାବା ଆମକୁ ପଢ଼ାଉଛନ୍ତି, ଆମେ ହେଉଛୁ ବ୍ରହ୍ମା କୁମାର କୁମାରୀଗଣ। ବ୍ରହ୍ମା ମଧ୍ୟ ଶିବ ବାବାଙ୍କର ରଚନା ଅଟନ୍ତି। ବର୍ତ୍ତମାନ ସଙ୍ଗମ ଯୁଗ ଚାଲିଛି। ରାଜଯୋଗର ଲକ୍ଷ୍ୟ ଉଦ୍ଦେଶ୍ୟ ରହିଛି। ବାବା ଆମକୁ ରାଜଯୋଗ ଶିଖାଉଛନ୍ତି। ତେଣୁ ସିଏ ଶିକ୍ଷକ ହେଲେ ନା। ଏହି ପାଠପଢ଼ା ହେଉଛି ନୂଆ ଦୁନିଆ ପାଇଁ। ଏଠାରେ ବସି ଅଭ୍ୟାସ କରିନେବା ଉଚିତ ଯେ ଆମକୁ କ'ଣ କ'ଣ ବୁଝାଇବା ଦରକାର, ସେକଥା ନିଜ ଭିତରେ ଧାରଣ ହେବା ଦରକାର। ଏକଥା ମଧ୍ୟ ଜାଣିଛ ଯେ କାହାର ବେଶୀ ଧାରଣା ହେଉଛି, କାହାର କମ୍। ଏହି ଜ୍ଞାନକୁ ଯେଉଁମାନେ ଅଧିକ ବୁଝନ୍ତି ଏବଂ ଧାରଣ କରନ୍ତି, ସେମାନଙ୍କର ନାମ ପ୍ରସିଦ୍ଧ ହୋଇଯାଏ ଏବଂ ସେମାନେ ଉଚ୍ଚ ପଦ ପାଇଥାନ୍ତି। ସଂଯମତା ରକ୍ଷା କରିବା ବିଷୟରେ ମଧ୍ୟ ବାବା ବତାଉଛନ୍ତି। ତୁମେ ସମ୍ପୂର୍ଣ୍ଣ ବୈଷ୍ଣବ ହେଉଛ। ବୈଷ୍ଣବ ଅର୍ଥାତ୍ ଯେଉଁମାନେ ନିରାମିଷ ଅଟନ୍ତି, ମାଂସ ମଦ ଆଦି ଖାଇନଥାନ୍ତି। ବୈଷ୍ଣବ ହେଲେ କ'ଣ ହେଲା, କିନ୍ତୁ ବିକାରଗ୍ରସ୍ତ ହୋଇଥାନ୍ତି। ନିଜକୁ ବୈଷ୍ଣବ କୁଳର କହିଥାନ୍ତି। ପିଆଜ ଆଦି ତମଗୁଣୀ ଜିନିଷ ଖାଇନଥାନ୍ତି। ତୁମେ ପିଲାମାନେ ଜାଣୁଛ ତମଗୁଣୀ ବସ୍ତୁ କ'ଣ କ'ଣ ହୋଇଥାଏ। କେହି କେହି ଭଲ ମନୁଷ୍ୟ ମଧ୍ୟ ଥାଆନ୍ତି, ଯାହାକୁ ଧାର୍ମିକ ବ୍ୟକ୍ତି ବା ଭକ୍ତ କୁହାଯାଏ। ସନ୍ନ୍ୟାସୀମାନଙ୍କୁ ପବିତ୍ର ଆତ୍ମା କୁହାଯାଏ ଏବଂ ଯେଉଁମାନେ ଦାନ ଆଦି କରନ୍ତି, ତାଙ୍କୁ ପୁଣ୍ୟ ଆତ୍ମା କୁହାଯାଏ। ଏଥିରୁ ପ୍ରମାଣିତ ହେଉଛି ଯେ ଆତ୍ମା ହିଁ ଦାନ ପୁଣ୍ୟ କରୁଛି। ତେଣୁ ପୁଣ୍ୟ ଆତ୍ମା ବା ପବିତ୍ର ଆତ୍ମା ବୋଲି କୁହାଯାଏ। ଆତ୍ମା ନିର୍ଲେପ ନୁହେଁ। ଏଭଳି ଭଲ ଭଲ କଥା ମନେ ରଖିବା ଦରକାର। ସାଧୁମାନଙ୍କୁ ମଧ୍ୟ ମହାନ ଆତ୍ମା କହିଥାନ୍ତି, କିନ୍ତୁ ମହାନ ପରମାତ୍ମା କୁହାଯାଏ ନାହିଁ। ତେବେ ସର୍ବବ୍ୟାପୀ କହିବା ଭୁଲ ଅଟେ।
ସମସ୍ତେ ଆତ୍ମା ଅଟନ୍ତି। ଯିଏ ବି ହୁଅନ୍ତୁ ସମସ୍ତଙ୍କ ଭିତରେ ଆତ୍ମା ଅଛି। ଶିକ୍ଷିତମାନେ ପ୍ରମାଣିତ କରିଥାନ୍ତି ଯେ ବୃକ୍ଷରେ ମଧ୍ୟ ଆତ୍ମା ଅଛି। କହିଥାନ୍ତି 84 ଲକ୍ଷ ଯୋନିରେ ମଧ୍ୟ ଆତ୍ମା ଅଛି। ଆତ୍ମା ନ ରହିଲେ ବୃଦ୍ଧି କିପରି ହେବ? ମନୁଷ୍ୟମାନଙ୍କର ଯେଉଁ ଆତ୍ମା ଅଛି ତାହା ଜଡ଼ ବସ୍ତୁରେ ଯାଇପାରିବ ନାହିଁ। ଶାସ୍ତ୍ରରେ ଏଭଳି କଥା ସବୁ ଲେଖିଦେଇଛନ୍ତି। ଇନ୍ଦ୍ରପ୍ରସ୍ଥରୁ ଧକ୍କା ଦେଇଦେଲେ ଯେ ତଳକୁ ଆସି ପଥର ହୋଇଗଲା। ଏବେ ବାବା ବୁଝାଉଛନ୍ତି। ବାବା ପିଲାମାନଙ୍କୁ କହୁଛନ୍ତି ଯେ ଦେହର ସମ୍ବନ୍ଧକୁ ଛାଡ଼ି ନିଜକୁ ଆତ୍ମା ଭାବ। ମାମେକମ ୟାଦ କର, ଅର୍ଥାତ୍ ମୋତେ ମନେ ପକାଅ। ବାସ୍, ତୁମର 84 ଜନ୍ମ ଏବେ ପୂର୍ଣ୍ଣ ହେଲା। ଏବେ ତମ ପ୍ରଧାନରୁ ସତ ପ୍ରଧାନ ହେବାକୁ ପଡ଼ିବ। ଦୁଃଖଧାମ ଅପବିତ୍ର ଧାମ, ଶାନ୍ତିଧାମ ଏବଂ ସୁଖଧାମ ପବିତ୍ର ଧାମ। ଏକଥା ତ ବୁଝୁଛ ନା? ସୁଖଧାମ ନିବାସୀ ଦେବତାମାନଙ୍କ ଆଗରେ ସମସ୍ତେ ମଥା ନୁଆଁଇଥାନ୍ତି। ଏଥିରୁ ପ୍ରମାଣିତ ହେଉଛି ଯେ ଭାରତରେ ନୂଆ ଦୁନିଆରେ ପବିତ୍ର ଆତ୍ମାମାନେ ଥିଲେ, ଉଚ୍ଚ ପଦଧାରୀ ଥିଲେ। ସେଥିପାଇଁ ତ ଏବେ ଗାଉଛନ୍ତି, ମୁଁ ଗୁଣହୀନ, ମୋ ଭିତରେ କୌଣସି ଗୁଣ ନାହିଁ। ଏହିପରି ଅନେକ ଅଛନ୍ତି ଯେଉଁମାନଙ୍କ ଭିତରେ କୌଣସି ଗୁଣ ହିଁ ନାହିଁ। ମନୁଷ୍ୟମାନଙ୍କ ଭିତରେ ମୋହ ମଧ୍ୟ ବହୁତ ଥାଏ। ମୃତ ବ୍ୟକ୍ତିଙ୍କୁ ମନେ ପକାଇଥାନ୍ତି। ବୁଦ୍ଧିରେ ଆସିଥାଏ ଇଏ ମୋର ସନ୍ତାନ ଅଟେ। ପତି କିମ୍ବା ପୁତ୍ର ମରିଗଲେ ତାକୁ ମନେ ପକାଇଥାନ୍ତି। ସ୍ତ୍ରୀ ବର୍ଷ ସାରା ବହୁତ ମନେ ପକାଇଥାଏ, ମୁହଁ ଘୋଡ଼େଇ କାନ୍ଦିଥାଏ। ଏହିପରି ମୁହଁ ଘୋଡ଼େଇ ଯଦି ପ୍ରେମର ସହ ତୁମେ ବାବାଙ୍କୁ ଦିନ ରାତି ୟାଦ କରିବ, ତେବେ ଜୀବନ ରୂପୀ ଡଙ୍ଗା ପାର ହୋଇଯିବ। ବାବା କହୁଛନ୍ତି ଯେପରି ତୁମେ ପତିକୁ ମନେ ପକାଉଛ ସେହିପରି ମୋତେ ମନେ ପକାଇବ, ତେବେ ତୁମର ବିକର୍ମ ବିନାଶ ହୋଇଯିବ। ବାବା ଉପାୟ ବତାଉଛନ୍ତି ଯେ ଏପରି କର। ବ୍ୟବସାୟୀମାନେ ପ୍ରତିଦିନ ନିଜର ହିସାବ ଖାତା ଦେଖିଥାନ୍ତି। ଆଜି ଏତିକି ଖର୍ଚ୍ଚ ହେଲା, ଏତିକି ଫାଇଦା ହେଲା। ବାଲାନ୍ସ ପ୍ରତିଦିନ ବାହାର କରିଥାନ୍ତି। କେହି କେହି ତ ମାସକୁ ମାସ ବାହାର କରନ୍ତି। ଏଠାରେ ମଧ୍ୟ ଏହା ବହୁତ ଜରୁରୀ ଅଟେ। ବାବା ବାରମ୍ବାର ବୁଝାଉଛନ୍ତି। ବାବା କହୁଛନ୍ତି ତୁମେ ପିଲାମାନେ ସୌଭାଗ୍ୟଶାଳୀ, 1000 ଗୁଣା ଭାଗ୍ୟଶାଳୀ, କୋଟି କୋଟି ଗୁଣା ଭାଗ୍ୟଶାଳୀ, ପଦମ ଅରବ ଖରବ ଭାଗ୍ୟଶାଳୀ ଅଟ। ଯେଉଁ ପିଲାମାନେ ନିଜକୁ ସୌଭାଗ୍ୟଶାଳୀ ଭାବୁଛନ୍ତି ସେମାନେ ନିଶ୍ଚିତ ଭଲ ରୂପେ ବାବାଙ୍କୁ ମନେ ପକାଉଥିବେ। ସେମାନେ ଗୋଲାପ ଫୁଲ ହେବେ। ଏହା ତ ସଂକ୍ଷିପ୍ତରେ ବୁଝାଇବାକୁ ପଡ଼ିଥାଏ। ସୁଗନ୍ଧଯୁକ୍ତ ଫୁଲ ତ ତିଆରି କରିବାକୁ ହେବ। ମୁଖ୍ୟ କଥା ହେଲା ଯୋଗ। ସନ୍ନ୍ୟାସୀମାନେ ହିଁ ଯୋଗ ଅକ୍ଷର କହିଛନ୍ତି। ଲୌକିକ ବାପା କେବେ ଏପରି କହିବେ ନାହିଁ ଯେ ମୋତେ ମନେ ପକାଅ, କିମ୍ବା ପଚାରିବେ ନାହିଁ ଯେ କ'ଣ ମୋତେ ମନେ ପକାଉଛ। ବାବା ପିଲାମାନଙ୍କୁ, ପିଲାମାନେ ବାବାଙ୍କୁ ସ୍ୱତଃ ମନେ ପକାଇଥାନ୍ତି। ଏହା ତ ନିୟମ ଅଟେ। ଏଠାରେ ବାବାଙ୍କୁ ପଚାରିବାକୁ ପଡ଼ୁଛି, କାହିଁକି ନା ମାୟା ଭୁଲାଇ ଦେଉଛି। ଏଠାକୁ ଆସିଥାନ୍ତି, ଜାଣିଥାନ୍ତି ଯେ ଆମେ ବାବାଙ୍କ ପାଖକୁ ଯାଉଛୁ, ତେଣୁ ବାବାଙ୍କର ସ୍ମୃତି ରହିବା ଦରକାର। ତେଣୁ ବାବା ଚିତ୍ର ମଧ୍ୟ ତିଆରି କରିଛନ୍ତି, ତେଣୁ ତାହା ମଧ୍ୟ ସାଥିରେ ଥାଉ। ପ୍ରଥମେ ସର୍ବଦା ବାବାଙ୍କର ମହିମାରୁ ଆରମ୍ଭ କର। ଇଏ ଆମର ବାବା ଅଟନ୍ତି। ସେ ସମସ୍ତଙ୍କର ପିତା ଅଟନ୍ତି। ସଭିଙ୍କର ସଦ୍ଗତି ଦାତା, ଜ୍ଞାନର ସାଗର ଅଟନ୍ତି। ବାବା ଆମକୁ ସୃଷ୍ଟିଚକ୍ରର ଆଦି ମଧ୍ୟ ଅନ୍ତରଜ୍ଞାନ ଦେଇଛନ୍ତି, ଯାହାଦ୍ୱାରା ଆମେ ତ୍ରିକାଳଦର୍ଶୀ ହୋଇଯାଉଛୁ। ଏହି ସୃଷ୍ଟିରେ କୌଣସି ମନୁଷ୍ୟ ତ୍ରିକାଳଦର୍ଶୀ ହୋଇପାରିବେ ନାହିଁ। ବାବା କହୁଛନ୍ତି ଏହି ଲକ୍ଷ୍ମୀନାରାୟଣ ମଧ୍ୟ ତ୍ରିକାଳଦର୍ଶୀ ନୁହନ୍ତି। ଏମାନେ ତ୍ରିକାଳଦର୍ଶୀ ହୋଇ କ'ଣ କରିବେ? ତୁମେ ତ୍ରିକାଳଦର୍ଶୀ ହେଉଛ ଏବଂ ଅନ୍ୟକୁ ମଧ୍ୟ କରାଉଛ। ଏହି ଲକ୍ଷ୍ମୀ ନାରାୟଣଙ୍କ ମଧ୍ୟରେ ଜ୍ଞାନ ଯଦି ରହିଥାନ୍ତା, ତେବେ ପରମ୍ପରାରୁ ଚାଲି ଆସିଥାନ୍ତା। ମଝିରେ ତ ବିନାଶ ହୋଇଯାଉଛି, ଏଣୁ ପରମ୍ପରାରୁ ଚାଲିପାରିବ ନାହିଁ। ପିଲାମାନଙ୍କୁ ଏହି ପାଠପଢ଼ାକୁ ଭଲ ରୂପେ ସ୍ମରଣ କରିବା ଦରକାର। ତୁମର ଏହି ସର୍ବୋଚ୍ଚ ପାଠପଢ଼ା କେବଳ ସଙ୍ଗମ ଯୁଗରେ ହିଁ ହେଉଛି। ତୁମେ ବାବାଙ୍କୁ ମନେ ପକାଉନାହଁ, ଦେହ ଅଭିମାନରେ ଆସିଯାଉଛ, ତେଣୁ ମାୟା ଚାପୁଡ଼ା ମାରିଦେଉଛି। ତୁମେ ଯେବେ 16 କଳା ସମ୍ପୂର୍ଣ୍ଣ ହୋଇଯିବ, ବିନାଶର ସାମଗ୍ରୀ ତିଆରି ହେବ।
ସେମାନେ ବିନାଶ ପାଇଁ ପ୍ରସ୍ତୁତ ହେଉଛନ୍ତି। ତୁମେ ଅବିନାଶୀ ପଦ ପାଇଁ ପ୍ରସ୍ତୁତ ହେଉଛ। କୌରବ ଏବଂ ପାଣ୍ଡବଙ୍କର ଲଢ଼େଇ ହୁଏ ନାହିଁ। କୌରବ ଏବଂ ଯାଦବଙ୍କର ଲଢ଼େଇ ଲାଗିଥାଏ। ଡ୍ରାମାନୁସାରେ ପାକିସ୍ତାନ ମଧ୍ୟ ଅଲଗା ହୋଇଗଲା। ତାହା ମଧ୍ୟ ସେତେବେଳେ ଆରମ୍ଭ ହେଲା ଯେତେବେଳେ ତୁମର ଜନ୍ମ ହେଲା। ଏବେ ବାବା ଆସିଛନ୍ତି, ତେଣୁ ସବୁ ପ୍ରତ୍ୟକ୍ଷ ରୂପେ ହେବା ଦରକାର ନା। ଭାରତ ପାଇଁ କହିଥାନ୍ତି ଯେ ରକ୍ତର ନଦୀ ବହିବ, ତାପରେ ପୁଣି ଘିଅର ନଦୀ ବହିବ। ଏବେ ଦେଖ ଲଢ଼େଇ କରୁଛନ୍ତି। ଅମୁକ ସହର ଦେବ ନାହିଁ ତ ଲଢ଼େଇ କରିବୁ। ଏ ପାଖରେ ଯାଅ ନାହିଁ, ଏହା ଆମର ରାସ୍ତା ଅଟେ। ଏବେ ସେମାନେ କ'ଣ କରିବେ? ଷ୍ଟିମର କିପରି ଯିବ? ପୁଣି ପରସ୍ପର ରାୟ କରନ୍ତି। ନିଶ୍ଚିତ ଭାବେ ରାୟ ପଚାରୁଥିବେ। ସାହାଯ୍ୟର ଆଶା ମିଳିଥିବ। ସେମାନେ ପରସ୍ପର ମଧ୍ୟରେ ମିଳିମିଶି ଝଗଡ଼ା ସମାଧାନ କରିଦେଇଥିବେ। ଏଠାରେ ପୁଣି ଗୃହଯୁଦ୍ଧ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ହୋଇ ରହିଛି। ଏବେ ବାବା କହୁଛନ୍ତି, ମିଠେ ବଚେ, ବହୁତ ବହୁତ ବୁଦ୍ଧିମାନ ହୁଅ। ଏଠାରୁ ବାହାରି ଘରକୁ ଗଲା ପରେ ପୁଣି ଭୁଲିଯାଅ ନାହିଁ, ତୁମେମାନେ ରୋଜଗାର କରିବା ପାଇଁ ଏଠାକୁ ଆସିଛ। ଛୋଟ ଛୋଟ ପିଲାମାନଙ୍କୁ ନେଇ ଆସିଲେ ସେମାନଙ୍କ ପାଳନାର ବନ୍ଧନରେ ରହିବାକୁ ପଡ଼ୁଛି। ଏଠାକୁ ତ ଜ୍ଞାନସାଗରଙ୍କ କୋଳକୁ ଆସିଛ। ଯେତେ ରୋଜଗାର କରିବ ସେତେ ଭଲ। ତେଣୁ ରୋଜଗାରରେ ଲାଗିଯିବା ଦରକାର। ତୁମେ ଅବିନାଶୀ ଜ୍ଞାନରତ୍ନ ଝୁଲା ଭରିବା ପାଇଁ ଆସିଛ। ଗାୟନ ମଧ୍ୟ କରିଥାନ୍ତି, ଭୋଳାନାଥ ଭରିଦିଅ ଝୋଲି। ଭକ୍ତ ତ ଶଙ୍କରଙ୍କ ଆଗରେ ଯାଇ କହନ୍ତି ଯେ ଝୋଲି ଭରିଦିଅ। ସେମାନେ ପୁଣି ଶିବ ଓ ଶଙ୍କରଙ୍କୁ ଜଣେ ବୋଲି ଭାବୁଛନ୍ତି। ଶିବ ଶଙ୍କର ମହାଦେବ କହିଦେଉଛନ୍ତି। ତେଣୁ ମହାଦେବ ବଡ଼ ଅଟନ୍ତି। ଏଭଳି ଛୋଟ ଛୋଟ କଥାକୁ ବହୁତ ବୁଝିବାର ଅଛି। ତୁମ ପିଲାମାନଙ୍କୁ ବୁଝାଯାଉଛି ଯେ ଏବେ ତୁମେ ବ୍ରାହ୍ମଣ ହୋଇଛ। ତୁମକୁ ଜ୍ଞାନ ମିଳୁଛି। ପାଠ ପଢ଼ିବା ଦ୍ୱାରା ମନୁଷ୍ୟ ସୁଧୁରି ଯାଇଥାନ୍ତି। ଚାଲିଚଳନ ମଧ୍ୟ ସୁଖଦାୟୀ ହୋଇଯାଏ। ଏବେ ତୁମେମାନେ ପାଠ ପଢ଼ୁଛ। ଯିଏ ସବୁଠାରୁ ବେଶୀ ପଢ଼ିଥାନ୍ତି ଏବଂ ପଢ଼ାଇଥାନ୍ତି ସେମାନଙ୍କର ଚରିତ୍ର ମଧ୍ୟ ଭଲ ହୋଇଥାଏ। ତୁମେମାନେ କହିବ, ମମା ବାବାଙ୍କର ଚରିତ୍ର ସବୁଠାରୁ ଶ୍ରେଷ୍ଠ ଅଟେ। ସେ ପୁଣି ହୋଇଗଲେ ବଡ଼ ମମା, ଯାହାଙ୍କଠାରେ ପ୍ରବେଶ କରି ପିଲାମାନଙ୍କୁ ରଚନା କରୁଛନ୍ତି। ମାତା ପିତା ଏକାଠି ଅଛନ୍ତି। କେତେ ଗୁପ୍ତ କଥା ଅଟେ। ଯେପରି ତୁମେ ପଢ଼ୁଛ, ସେହିପରି ମମା ମଧ୍ୟ ପଢ଼ୁଥିଲେ। ମମାକୁ ପୋଷ୍ୟ ପୁତ୍ରୀ ଭାବେ ଗ୍ରହଣ କରାଗଲା। ହୁସିଆର ଥିଲେ, ତେଣୁ ଡ୍ରାମାନୁସାରେ ସରସ୍ୱତୀ ନାମ ରଖାଗଲା। ବ୍ରହ୍ମପୁତ୍ର ବଡ଼ ନଦୀ ଅଟେ। ସାଗର ଏବଂ ବ୍ରହ୍ମପୁତ୍ର ନଦୀର ମେଳା ମଧ୍ୟ ଲାଗିଥାଏ। ବ୍ରହ୍ମା ବାବା ବଡ଼ ନଦୀ ଅଟନ୍ତି ଏବଂ ମା ମଧ୍ୟ ଅଟନ୍ତି। ତୁମ ମଧୁର ପିଲାମାନଙ୍କୁ ବାବା କେତେ ଉଚ୍ଚକୁ ନେଇଯାଉଛନ୍ତି। ବାବା ତୁମମାନଙ୍କୁ ହିଁ ଦେଖୁଛନ୍ତି। ତାଙ୍କୁ ତ କାହାକୁ ମନେ ପକାଇବାର ଆବଶ୍ୟକତା ନାହିଁ। ବ୍ରହ୍ମାଙ୍କର ଆତ୍ମାକୁ ମଧ୍ୟ ବାବାଙ୍କୁ ମନେ ପକାଇବାର ଅଛି। ବାବା କହୁଛନ୍ତି ଯେ ଆମେ 2 ଜଣ ପିଲାମାନଙ୍କୁ ଦେଖୁଛୁ। ବ୍ରହ୍ମା ବାବା କହୁଛନ୍ତି, ମୋତେ ତ ସାକ୍ଷୀ ହୋଇ ଦେଖିବାର ନାହିଁ, କିନ୍ତୁ ବାବାଙ୍କ ସହିତ ମୁଁ ମଧ୍ୟ ସାକ୍ଷୀ ହୋଇ ଦେଖୁଛି। ବାବାଙ୍କ ସାଥିରେ ରହୁଛି ନା। ତାଙ୍କର ସନ୍ତାନ ହୋଇଛି, ତେଣୁ ସାଥିରେ ଦେଖୁଛି। ଅନୁଭବ ହେଉଛି ଯେପରି ମୁଁ ବିଶ୍ୱର ମାଲିକ ହୋଇ ବୁଲୁଛି। ଯେପରିକି ମୁଁ ହିଁ ଏହା କରୁଛି। ମୁଁ ଦୃଷ୍ଟି ଦେଉଛି। ଦେହ ସହିତ ସମସ୍ତଙ୍କୁ ତ ଭୁଲିବାକୁ ପଡ଼ିଥାଏ। ବାପ ଏବଂ ପୁଅ ଯେପରି ଏକ ହୋଇଯାଇଛନ୍ତି। ତେଣୁ ବାବା ବୁଝାଉଛନ୍ତି ଯେ ଖୁବ୍ ପୁରୁଷାର୍ଥ କର। ବାସ୍ତବରେ ମମା ବାବା ସବୁଠାରୁ ବେଶୀ ସେବା କରୁଛନ୍ତି। ଘରେ ବି ମା ବାପା ବହୁତ ସେବା କରିଥାନ୍ତି ନା। ଯେଉଁମାନେ ସେବାଧାରୀ ସନ୍ତାନ, ସେମାନେ ନିଶ୍ଚିତ ଶ୍ରେଷ୍ଠ ପଦ ପାଇବେ। ତେଣୁ ଅନୁସରଣ କରିବା ଦରକାର। ଯେପରି ବାବା ଅପକାରୀ ଉପରେ ବି ଉପକାର କରନ୍ତି, ସେହିଭଳି ତୁମେ ମଧ୍ୟ ପିତାଙ୍କୁ ଅନୁସରଣ କର। ଏହାର ମଧ୍ୟ ଅର୍ଥ ବୁଝିବା ଦରକାର। ବାବା କହୁଛନ୍ତି, ମୋତେ ମନେ ପକାଅ, ଆଉ କାହା କଥା ଶୁଣ ନାହିଁ। ଯଦି କେହି କିଛି କହୁଛନ୍ତି, ତେବେ ଶୁଣି ନ ଶୁଣିଲା ପରି ରୁହ।
ତୁମର ସ୍ମିତହାସ ରହିଲେ ସେ ଆପେ ଆପେ ଥଣ୍ଡା ହୋଇଯିବେ। ବାବା କହିଛନ୍ତି, ଯଦି କେହି କ୍ରୋଧ କରୁଛନ୍ତି ତେବେ ତୁମେ ତାଙ୍କ ଉପରେ ଫୁଲ ଚଢ଼ାଅ, ଅର୍ଥାତ୍ ଶୁଭ ଭାବନା ଦିଅ। କୁହ, ତୁମେ ଅପକାର କରୁଛ, ମୁଁ ଉପକାର କରୁଛି। ବାବା ସ୍ୱୟଂ କହୁଛନ୍ତି ଯେ ସମଗ୍ର ବିଶ୍ୱର ମନୁଷ୍ୟ ମୋର ଅପକାରୀ ଅଟନ୍ତି। ମୋତେ ସର୍ବବ୍ୟାପୀ କହି କେତେ ଗାଳି ଦେଉଛନ୍ତି। ମୁଁ ତ ସମସ୍ତଙ୍କର ଉପକାରୀ ଅଟେ। ତୁମେ ପିଲାମାନେ ମଧ୍ୟ ସଭିଙ୍କର ଉପକାରୀ ଅଟ। ତୁମେ ମନେ ପକାଅ, ଆମେ କ'ଣ ଥିଲୁ, ଏବେ କ'ଣ ହେଉଛୁ? ବିଶ୍ୱର ମାଲିକ ହେଉଛୁ। ସଂକଳ୍ପ ସ୍ୱପ୍ନରେ ମଧ୍ୟ ନଥିଲା। ଅନେକଙ୍କୁ ଘରେ ବସି ସାକ୍ଷାତକାର ହୋଇଛି, କିନ୍ତୁ ସାକ୍ଷାତକାରରେ କିଛି ପ୍ରାପ୍ତି ହୋଇଥାଏ କି? ଆସ୍ତେ ଆସ୍ତେ ବୃକ୍ଷ ବଢ଼ିବାକୁ ଲାଗିବ। ଏହି ନୂଆ ଦୈବୀ ବୃକ୍ଷ ସ୍ଥାପନା ହେଉଛି ନା? ପିଲାମାନେ ଜାଣିଥାନ୍ତି ଯେ ଆମର ଦୈବୀ ଫୁଲର ବଗିଚା ତିଆରି ହେଉଛି। ସତ୍ୟ ଯୁଗରେ ଦେବତାମାନେ ହିଁ ରହିଥାନ୍ତି, ଏବେ ପୁଣି ଆସିବେ। ଚକ୍ରର ପୁନରାବୃତ୍ତି ହେଉଛି। 84 ଜନ୍ମ ବି ସେମାନେ ହିଁ ନେବେ। ଅନ୍ୟ ଆତ୍ମାମାନେ ପୁଣି କେଉଁଠୁ ଆସିବେ? ଡ୍ରାମାରେ ଯେଉଁ ଅଭିନେତାମାନେ ଅଛନ୍ତି, କେହି ମଧ୍ୟ ଅଭିନୟରୁ ବିରତି ନେଇପାରିବେ ନାହିଁ। ଏହି ଚକ୍ର ଘୂରି ଚାଲିଥାଏ। ଆତ୍ମା କେବେ ଘୋରି ହୁଏ ନାହିଁ, ଛୋଟ ବଡ଼ ହୋଇନଥାଏ। ବାବା ବସି ମିଠା ସନ୍ତାନମାନଙ୍କୁ ବୁଝାଉଛନ୍ତି, କହୁଛନ୍ତି, ପିଲାମାନେ ସୁଖଦାୟୀ ହୁଅ। ମା କହିଥାନ୍ତି ନା, ପରସ୍ପର ମଧ୍ୟରେ ଲଢ଼େଇ ଝଗଡ଼ା କର ନାହିଁ। ବେହଦର ପିତା ମଧ୍ୟ ପିଲାମାନଙ୍କୁ କହିଥାନ୍ତି ଯେ ଯୋଗର ଯାତ୍ରା ବହୁତ ସହଜ ଅଟେ। ସେ ଯାତ୍ରା ତ ଜନ୍ମ ଜନ୍ମାନ୍ତର କରିଆସିଲ, ତଥାପି ସିଢ଼ିରୁ ତଳକୁ ଖସି ପାପ ଆତ୍ମା ହୋଇଗଲ। ବାବା କହୁଛନ୍ତି, ଏହା ହେଉଛି ରୁହାନୀ ଯାତ୍ରା। ତୁମକୁ ପୁନଃ ମୃତ୍ୟୁଲୋକକୁ ଆସିବାର ନାହିଁ। ସେ ଯାତ୍ରାରେ ତ ଫେରିଆସି ପୁଣି ଯେଉଁପରି ଥିଲେ ସେହିପରି ହୋଇଯାଆନ୍ତି। ତୁମେ ତ ଜାଣୁଛ ଯେ ଆମେ ସ୍ୱର୍ଗକୁ ଯାଉଛୁ। ସ୍ୱର୍ଗ ଥିଲା, ପୁନଃ ହେବ। ଏହି ଚକ୍ରକୁ ଘୂରିବାକୁ ହେବ। ଦୁନିଆ ଏକ ଅଟେ, ବାକି ତାରକା ଆଦିର କୌଣସି ଦୁନିଆ ନାହିଁ। ଉପରକୁ ଯାଇ ଦେଖିବା ପାଇଁ କେତେ ମୁଣ୍ଡ ପିଟିଥାନ୍ତି। ମୁଣ୍ଡ ପିଟୁ ପିଟୁ ମୃତ୍ୟୁ ସମ୍ମୁଖକୁ ଆସିଯିବ। ଏହା ସବୁ ବିଜ୍ଞାନ ଅଟେ। ଉପରକୁ ଯିବେ, ପୁଣି କ'ଣ ହେବ? ମୃତ୍ୟୁ ତ ସାମ୍ନାରେ ଛିଡ଼ା ହୋଇଛି। ଗୋଟିଏ ଦିଗରେ ଉପରକୁ ଯାଇ ଠାବ କରୁଛନ୍ତି, ଅନ୍ୟ ଦିଗରେ ମୃତ୍ୟୁ ପାଇଁ ବୋମା ତିଆରି କରୁଛନ୍ତି। ମନୁଷ୍ୟମାନଙ୍କର ବୁଦ୍ଧି ଦେଖ କିପରି। ଭାବୁଛନ୍ତି କେହି ନିଶ୍ଚୟ ପ୍ରେରଣା ଦେଉଛନ୍ତି। ନିଜେ କହୁଛନ୍ତି ଯେ ବିଶ୍ୱଯୁଦ୍ଧ ନିଶ୍ଚିତ ହେବ। ଏହା ସେହି ମହାଭାରତ ଲଢ଼େଇ ଅଟେ। ଏବେ ତୁମେ ପିଲାମାନେ ଯେତେ ପୁରୁଷାର୍ଥ କରିବ ସେତେ କଲ୍ୟାଣ ହେବ। ତୁମେ ଭଗବାନଙ୍କର ସନ୍ତାନ ଅଟ ନା? ଭଗବାନ ନିଜର ସନ୍ତାନ ରୂପେ ଗ୍ରହଣ କରିଛନ୍ତି। ତେଣୁ ତୁମେ ଭଗବାନ ଭଗବତୀ ହୋଇଯାଉଛ। ଲକ୍ଷ୍ମୀ ନାରାୟଣକୁ ଭଗବାନ ଭଗବତୀ କହିଥାନ୍ତି ନା? କୃଷ୍ଣକୁ ଭଗବାନ ମାନୁଛନ୍ତି, ରାଧାକୁ ଏତେ ମାନୁନାହାନ୍ତି। ସରସ୍ୱତୀଙ୍କର ନାମ ଅଛି, ରାଧାଙ୍କର ନାମ ନାହିଁ। କଳସ ପୁଣି ଲକ୍ଷ୍ମୀଙ୍କ ହସ୍ତରେ ଦେଖାଇଛନ୍ତି। ଏହା ମଧ୍ୟ ଭୁଲ କରି ଦେଇଛନ୍ତି। ସରସ୍ୱତୀଙ୍କର ମଧ୍ୟ ଅନେକ ନାମ ରଖିଦେଇଛନ୍ତି। ବାସ୍ତବରେ ସରସ୍ୱତୀ ତୁମେ ହିଁ ଅଟ। ଦେବୀମାନଙ୍କର ମଧ୍ୟ ପୂଜା ହୋଇଥାଏ ତ ଆତ୍ମାମାନଙ୍କର ମଧ୍ୟ ପୂଜା ହୋଇଥାଏ। ବାବା ପିଲାମାନଙ୍କୁ ପ୍ରତ୍ୟେକ କଥା ବୁଝାଉଛନ୍ତି। ଆଚ୍ଛା, ମିଠା ମିଠା ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ମାତା ପିତା ବାପଦାଦାଙ୍କୁ ନମସ୍ତେ, ନମସ୍ତେ ଏବଂ ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର। ଯେପରି ବାବା ଅପକାରୀର ମଧ୍ୟ ଉପକାର କରୁଛନ୍ତି, ସେହିପରି ବାବାଙ୍କୁ ଅନୁକରଣ କରିବାକୁ ହେବ। ଯଦି କେହି କିଛି ଖରାପ କଥା କହୁଛି, ତେବେ ଶୁଣି ନ ଶୁଣିଲା ପରି ରୁହ। ହର୍ଷିତ ମୁଖ ହୋଇ ରହିବାକୁ ହେବ। ବାବାଙ୍କ ଠାରୁ ଶୁଣିବାକୁ ହେବ। 2 ନମ୍ବର, ସୁଖଦାୟୀ ହୋଇ ସମସ୍ତଙ୍କୁ ସୁଖ ଦେବାକୁ ହେବ। ପରସ୍ପର ମଧ୍ୟରେ ଲଢ଼େଇ ଝଗଡ଼ା କରିବାର ନାହିଁ।
ବୁଦ୍ଧିମାନ ହୋଇ ନିଜର ବୁଦ୍ଧି ରୂପକ ଝୁଲାମୁଣିକୁ ଅବିନାଶୀ ଜ୍ଞାନରତ୍ନରେ ଭରପୁର କରିବାକୁ ହେବ। ଆଜିର ବରଦାନ। ସାଗରର ଗର୍ଭକୁ ଯାଇ ଅନୁଭବ ରୂପୀ ରତ୍ନ ପ୍ରାପ୍ତ କରୁଥିବା ସଦା ସମର୍ଥ ଆତ୍ମା ହୁଅ। ସାଗରର ଗର୍ଭକୁ ଯାଇ ଅନୁଭବ ରୂପୀ ରତ୍ନ ପ୍ରାପ୍ତ କରୁଥିବା ସଦା ସମର୍ଥ ଆତ୍ମା ହୁଅ। ଡିଟେଲ୍ସ। ସମର୍ଥ ଆତ୍ମା ହେବା ପାଇଁ ଯୋଗର ପ୍ରତ୍ୟେକ ବିଶେଷତାର, ପ୍ରତ୍ୟେକ ଶକ୍ତିର ଏବଂ ଜ୍ଞାନର ପ୍ରତ୍ୟେକ ମୁଖ୍ୟ ମୁଖ୍ୟ ପଏଣ୍ଟ ଗୁଡ଼ିକର ଅଭ୍ୟାସ କର। ଅଭ୍ୟାସୀ ତଥା ଲଗନରେ ମଗନ ରହୁଥିବା ଆତ୍ମାମାନଙ୍କ ସମ୍ମୁଖରେ କୌଣସି ପ୍ରକାରର ବିଘ୍ନ ତିଷ୍ଠି ପାରିବ ନାହିଁ। ସେଥିପାଇଁ ସର୍ବଦା ଅଭ୍ୟାସର ପ୍ରୟୋଗଶାଳାରେ ବସିଯାଅ। ଯଦି ଆଜି ପର୍ଯ୍ୟନ୍ତ ତୁମେମାନେ ଜ୍ଞାନର ସାଗର, ଗୁଣର ସାଗର, ଶକ୍ତିର ସାଗରରେ ଉପର ସ୍ତରରେ ଲହଡ଼ିରେ ଖେଳୁଛ, କିନ୍ତୁ ଏବେ ଯଦି ସାଗରର ଗର୍ଭକୁ ଚାଲିଯିବ, ତେବେ ଅନେକ ପ୍ରକାରର ବିଚିତ୍ର ଅନୁଭବର ରତ୍ନ ପ୍ରାପ୍ତ କରି ସମର୍ଥ ଆତ୍ମା ହୋଇଯିବ। ଆଜିର ସ୍ଲୋଗାନ। ଅପବିତ୍ରତା ହିଁ ବିକାର ରୂପୀ ଭୂତମାନଙ୍କୁ ଆବାହନ କରିଥାଏ। ସେଥିପାଇଁ ସଂକଳ୍ପରେ ମଧ୍ୟ ପବିତ୍ର ହୁଅ। ଅପବିତ୍ରତା ହିଁ ବିକାର ରୂପୀ ଭୂତମାନଙ୍କୁ ଆବାହନ କରିଥାଏ। ସେଥିପାଇଁ ସଂକଳ୍ପରେ ମଧ୍ୟ ପବିତ୍ର ହୁଅ। ଓମ୍ ଶାନ୍ତି। ଆଜିର ଅବ୍ୟକ୍ତ ଇସାରା। ସଂକଳ୍ପ ଶକ୍ତିକୁ ଜମା କରି ଶ୍ରେଷ୍ଠ ସେବାର ନିମିତ୍ତ ହୁଅ। ଯେପରି ବ୍ରହ୍ମା ବାବା ନିଜର ବିଶେଷ ଶ୍ରେଷ୍ଠ ସଂକଳ୍ପ ଦ୍ୱାରା ପିଲାମାନଙ୍କୁ ଆବାହନ କରିଥିଲେ, ଅର୍ଥାତ୍ ସଂକଳ୍ପର ରଚନା ରଚିଥିଲେ। ଏହି ସଂକଳ୍ପର ରଚନା ମଧ୍ୟ କିଛି କମ୍ କଥା ନୁହେଁ। ତେଣୁ ଶ୍ରେଷ୍ଠ ଶକ୍ତିଶାଳୀ ସଂକଳ୍ପ ହିଁ ଆତ୍ମାମାନଙ୍କୁ ପ୍ରେରିତ କରି ଭିନ୍ନ ଭିନ୍ନ ଧର୍ମର ପରଦା ଭିତରୁ ବାହାର କରି ନିକଟକୁ ଆଣିଥିଲା। ସେହିପରି ତୁମେମାନେ ମଧ୍ୟ ଶକ୍ତିଶାଳୀ ତଥା ଶ୍ରେଷ୍ଠ ସଂକଳ୍ପଧାରୀ ହୁଅ। ନିଜର ସଂକଳ୍ପ ଶକ୍ତିକୁ ଅଧିକ ଖର୍ଚ୍ଚ କର ନାହିଁ ବା ବ୍ୟର୍ଥରେ ନଷ୍ଟ କର ନାହିଁ, ତେବେ ଯାଇ ଶ୍ରେଷ୍ଠ ସଂକଳ୍ପର ପ୍ରାପ୍ତି ମଧ୍ୟ ଶ୍ରେଷ୍ଠ ହେବ। ଓମ୍ ଶାନ୍ତି।